ସ୍ୱାଧୀନତା ଦିବସରେ 80 ବର୍ଷ ହେବ ଦେଶ ସ୍ୱାଧୀନ ହେଲାଣି। ଯେଉଁ ରାଜନୈତିକ ଦଳର ପାର୍ଟି ଅଫିସ୍ ଭିତରେ ଫ୍ଲାଗ୍ ହୋଏଷ୍ଟିଂ ଷ୍ଟାଣ୍ଡ ନାହିଁ, ସିଏ ତିରଙ୍ଗା ଯାତ୍ରା କରୁଛି। ସେ ଜିନିଷଟା ଆମକୁ ମର୍ମାହତ କରିଛି। ଦେଶ ସ୍ୱାଧୀନତାର 80 ବର୍ଷ ପରେ ମଧ୍ୟ ଆମେ ଯେଉଁ ଅବସ୍ଥାରେ ଅଛୁ, ସେ ଅବସ୍ଥାକୁ ନେଇକି ଆମେ ମଧ୍ୟ ନିଜେ ଅନୁସରଣ କରୁଛୁ, ଆମେ ନିଜେ ହିସାବ କରୁଛୁ। କିନ୍ତୁ ଆମକୁ ଦୁଃଖ ଲାଗୁଛି ଯେଉଁ ଭାରତୀୟ ଜନତା ପାର୍ଟି ଏଇ କିଛି ବର୍ଷ ହେବ ନୂଆ ନାଟକ ଆରମ୍ଭ କରିଛି, ଯେ ତିରଙ୍ଗା ଯାତ୍ରା। ଆମେ ତିରଙ୍ଗା ଯାତ୍ରା ନାଟକ କରୁଁ, ରାସ୍ତାଘାଟ ଭିଡ଼ ଜମେଇ ନିଜର ପରଫର୍ମାନ୍ସ ଜାହିର କରି ବ୍ୟାନରରେ ନିଜ ଫଟୋ ମାରି ଯେଉଁ ଭାରତୀୟ ଜନତା ପାର୍ଟି ନାଟକ କରୁଛି, ସେ ଭାରତୀୟ ଜନତା ପାର୍ଟି ଅଫିସରେ ଆଜି ପର୍ଯ୍ୟନ୍ତ ଫ୍ଲାଗ୍ ହୋଏଷ୍ଟିଂ ଷ୍ଟାଣ୍ଡ ନାହିଁ। କାରଣ ପତାକା ଉତ୍ତୋଳନ କରିବା ଆଙ୍କର ଅଭ୍ୟାସ ନୁହେଁ। ଏମାନେ 52 ବର୍ଷ ଧରିକି ପତାକାକୁ ଅସମ୍ମାନ କରୁଥିଲେ, ପତାକା ଉତ୍ତୋଳନକୁ ସହଯୋଗ କରୁନଥିଲେ। ଏମାନେ ପତାକାକୁ ମାନୁନଥିଲେ, ତିରଙ୍ଗାକୁ ମାନୁନଥିଲେ, ସ୍ୱାଧୀନତାକୁ ମାନୁନଥିଲେ। ଭାରତୀୟ ଜନତା ପାର୍ଟିର କିଛି କର୍ମୀ ଆଉ ନେତା ଅଛନ୍ତି ଯେଉଁମାନେ ମଧ୍ୟ କୁହନ୍ତି 2014 ମସିହାରେ ଦେଶ ସ୍ୱାଧୀନ ହେଲା। କିନ୍ତୁ ଆମକୁ ଦୁଃଖ ଲାଗୁଛି ଆଜି ସେଇମାନେ ଗେରୁଆ ଗାମୁଛା ଖଣ୍ଡେ ଖଣ୍ଡେ ପକାଇ ଯାଇଛନ୍ତି ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଟେମ୍ପୋରାରୀ ଫ୍ଲାଗ୍ ହୋଏଷ୍ଟିଂ ଷ୍ଟାଣ୍ଡରେ। 80 ବର୍ଷ ଲାଗିଗଲା ଗୋଟେ ଫ୍ଲାଗ୍ ହୋଏଷ୍ଟିଂ ଷ୍ଟାଣ୍ଡ ହେଇପାରିଲାନି ସେ ପଲିଟିକାଲ୍ ପାର୍ଟିର। ସେ ଦେଶ ପ୍ରେମର କଥା କହିବ। ଫ୍ଲାଗ୍ ହୋଏଷ୍ଟିଂ ଷ୍ଟାଣ୍ଡରେ କେବଳ ବର୍ଷକୁ 2 ଥର ହିଁ ପତାକା ଉଡ଼େ, ସ୍ୱାଧୀନତା ଦିବସରେ, ଗଣତନ୍ତ୍ର ଦିବସରେ ମ୍ୟାକ୍ସିମମ୍ ଟାଇମ୍। କିନ୍ତୁ ତାଙ୍କର ପତାକା ପ୍ରତି ଆତ୍ମୀୟତା ନାହିଁ, ପତାକା ପ୍ରତି ସମ୍ବେଦନଶୀଳତା ନାହିଁ, ଜାତୀୟ ତିରଙ୍ଗା ପ୍ରତି ଆନ୍ତରିକତା ନାହିଁ, ତିରଙ୍ଗା ପ୍ରତି ସମ୍ମାନ ନାହିଁ। ସିଏ କହିବେ ଯେ ଆମେ ତିରଙ୍ଗା ଯାତ୍ରା କରୁଛୁ। ଲୋକ ସବୁ ଦେଖୁଛନ୍ତି ଆଜ୍ଞା, ଲୋକ ସବୁ ହିସାବ ନିକାଶ କରିବେ। ତିରଙ୍ଗା ଯାତ୍ରାରେ ଯେଉଁ ନାଟକ ଚାଲିଛି ଭାରତ ବର୍ଷରେ, ଲୋକଙ୍କୁ ଶିକ୍ଷା ଦରକାର, ଲୋକଙ୍କୁ ओरिजिनल पेट्रोल दरकार। E20 पेट्रोल बंद करंतु, प्रश्नपत्र लीक बंद करंतु, महिला निर्यातन ओडिशा प्रथम। यही स्वाधीनतार कथा आपण कहते। यही 2 दिन पूर्व पूरा महिला गण दुष्कर्मर शिकार है कौटी निश्चन कोइली रे कौन एक्शन निगला, कौन कले मुख्यमंत्री स्टेटमेंट कहीं, मुख्यमंत्री परफॉर्मेंस कहीं। निजे जड़े मुख्यमंत्री गृह विभाग हाथ में रखिए, मुख्यमंत्री रे अर्थ विभाग हाथ में रखिए, किंतु परफॉर्मेंस जीरो। आम जापारू ना जे मुख्यमंत्री कौन उदारता, मुख्यमंत्री निजक लज्जाजनक अनुभव करेंगे। कारण स्वाधीनतार 2 दिन पूर्व गोटे नाबालिग को बलात्कार शिकार होगापी पड़ू, गणदर्शन शिकार होगापी पड़ू। यही आम स्वाधीनतार कथा कहूँ। ये स्वाधीनतार कथा कहवा अपेक्षा भारतीय जनता पार्टी निज मुहरे 2 चपड़ा मारिदेवा अंततः भाव भल हेब।